2026 ମସିହାରେ ସିଂହ ରାଶି ଉପରେ ଶନି ମହାଗ୍ରହଙ୍କ ଢାଇଆର ପ୍ରଚଣ୍ଡ ପ୍ରଭାବ ଅନୁଭୂତ ହେବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଢାଇଆ ଭୋଗ ହେଉଥିବା ସମୟରେ ବ୍ୟକ୍ତିର ସ୍ୱାସ୍ଥ୍ୟହାନି, ସ୍ଥାନ ପରିବର୍ତ୍ତନ, ଦୁର୍ଘଟଣା, ଆର୍ଥିକ କ୍ଷତି ଓ କ୍ୟାରିୟର ଉପରେ ନକାରାତ୍ମକ ପ୍ରଭାବ ଭଳି ଅଶୁଭ ଘଟଣାମାନ ଘଟିଥାଏ। ଜାଣିବା 2026 ମସିହାରେ ଶନି ମହାଗ୍ରହ ସିଂହ ରାଶିର ଅଷ୍ଟମ ସ୍ଥାନ ମୀନ ରାଶିରେ ବର୍ଷ ସାରା ଅବସ୍ଥାନ କରି ସିଂହ ରାଶିର କେଉଁ ସବୁ କ୍ଷେତ୍ରକୁ ବିଶେଷ ଭାବେ ପ୍ରଭାବିତ କରିବାର ସମ୍ଭାବନା ରହିଅଛି ଏବଂ ଏଥିପାଇଁ କ'ଣ ସବୁ ପ୍ରତିକାର ଗ୍ରହଣ କରାଗଲେ ଶନିଙ୍କର ନକାରାତ୍ମକ ପ୍ରଭାବକୁ ଏଡ଼ାଇ ଦେଇହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ମହାଗ୍ରହ ଜାତକର ଚନ୍ଦ୍ର ଥିବା ରାଶିର ଅଷ୍ଟମ ସ୍ଥାନରେ ଅବସ୍ଥାନ କଲେ ଜାତକ ପାଇଁ ଶନି ଢାଇଆ ଭୋଗ ହେଉଅଛି ବୋଲି କୁହାଯାଇଥାଏ। ଶନି ଢାଇଆ ବ୍ୟକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହିତ ବହୁତ ଗୁଡ଼ିଏ ଶୁଭ ଫଳର ଶୁଭତ୍ୱକୁ ମଧ୍ୟ ହ୍ରାସ କରିଦେଇଥାଏ। ପ୍ରଥମେ ଜାଣିବା ଶନି ଢାଇଆ ଦୁର୍ଘଟଣାର କାରକ ହୋଇଥିବାରୁ 2026 ମସିହାରେ ସିଂହ ରାଶିଜାତ ବ୍ୟକ୍ତି ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ ହେବ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଅବିଳମ୍ବେ ଚିକିତ୍ସୀୟ ସହାୟତା ନେବା ଆବଶ୍ୟକ। ଏ କ୍ଷେତ୍ରରେ ସାମାନ୍ୟ ଅବହେଳା ଘାତକ ସିଦ୍ଧ ହୋଇପାରେ। ଶନିଙ୍କର ତୃତୀୟ ଦୃଷ୍ଟି ସିଂହ ରାଶିର ଦଶମ କର୍ମଭାବ ଉପରେ ରହୁଥିବାରୁ 2026 ମସିହାରେ ସିଂହ ରାଶିର କ୍ୟାରିୟର ବଡ଼ କଷ୍ଟକର ସମୟ ଭିତର ଦେଇ ଗତି କରିବ। କର୍ମକ୍ଷେତ୍ରରେ ନାନା ପ୍ରକାରର ବିଭ୍ରାଟ ଦେଖାଯିବ। ବାଣିଜ୍ୟ ବ୍ୟବସାୟରେ କ୍ଷତି ପରିଲକ୍ଷିତ ହେବ। ଚାକିରି କ୍ଷେତ୍ରରେ ସ୍ଥାନାନ୍ତର ଓ ଅପଦସ୍ଥ ହେବାର ଯୋଗ ରହିଅଛି। ନୂତନ କର୍ମ ନିଯୁକ୍ତି ବିଳମ୍ବିତ ହେବ। ଶନିଙ୍କର ସପ୍ତମ ଦୃଷ୍ଟି ସିଂହ ରାଶିର ଦ୍ୱିତୀୟ ଭାବ ଉପରେ ରହୁଥିବାରୁ ଧନହାନିର ବିଶେଷ ଯୋଗ ରହିଅଛି। ଯେତେ ରୋଜଗାର କଲେ ସୁଦ୍ଧା ସର୍ବଦା ନିଅଣ୍ଟିଆ ଭାବ ଲାଗି ରହିବ। ଏଥିପାଇଁ ଋଣ କରିବାକୁ ମଧ୍ୟ ପଡ଼ିପାରେ। ପାରିବାରିକ ଅଶାନ୍ତି ଭୋଗ କରିବେ। କୁଟୁମ୍ବ ଭିତରେ ସାମାନ୍ୟ କଥାକୁ କେନ୍ଦ୍ର କରି ଝଗଡ଼ା ସୃଷ୍ଟି ହେବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ନ ରଖିଲେ ସମାଲୋଚନାର ଶିକାର ହେବେ। ଅର୍ଥ ନିବେଶ କରିବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନେବେ, ନଚେତ୍ ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ଭାବନା ରହିଅଛି। ଶନିଙ୍କର ଦଶମ ଦୃଷ୍ଟି ସିଂହ ରାଶିର ପଞ୍ଚମ ଭାବ ଧନୁ ରାଶି ଉପରେ ରହୁଥିବାରୁ ମାନ ସମ୍ମାନରେ ଆଞ୍ଚ ଆସିବ। ସମାଜରେ ପତିଆରା କ୍ଷୁଣ୍ଣ ହେବ। ସମୟରେ ନିର୍ବୁଦ୍ଧିଆ ଭଳି କାର୍ଯ୍ୟ କରିବେ। ପ୍ରେମ ସମ୍ପର୍କରେ ଥିଲେ ସମ୍ପର୍କଟି ବ୍ରେକଅପ୍ ହୋଇଯିବାର ଆଶଙ୍କା ରହିଛି। ସନ୍ତାନ ହେତୁକ ମନ କଷ୍ଟ ହୋଇପାରେ। ସିଂହ ରାଶିଜାତ ବ୍ୟକ୍ତି 2026 ମସିହାରେ ଶନି ମହାଗ୍ରହଙ୍କର ପୀଡ଼ାରୁ ରକ୍ଷା ପାଇବା ପାଇଁ ପ୍ରତ୍ୟହ ପ୍ରାତଃସ୍ନାନ ପରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଲାଗି କରନ୍ତୁ। ବିଶେଷ ସୁଫଳ ପାଇବେ। ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ସିଂହ ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।